ହ୍ୟୁମାନଙ୍କ ଘରେ ଅନୁଭବ ଆଉ ଜାଗୃତିକୁ ଦେଖି କାନ୍ଦିଲେ ବର୍ଷା। ଦର୍ଶକ ବନ୍ଧୁ, ଓଲିଉଡର ଜଣାଶୁଣା ସିଙ୍ଗର ହ୍ୟୁମାନ ସାଗର ମୃତ୍ୟୁ ବର୍ତ୍ତମାନରେ ପୁରୀ ଯାଇଛି ଦୀର୍ଘ 20 ଦିନ। ଏହାରି ଭିତରେ ତାଙ୍କର ଗୋଟେ ସ୍ମୃତି ସଭା ଶାନ୍ତି ସଭା ଆୟୋଜିତ ହୋଇଥିବାର ଜଣାପଡ଼ିଛି। ତେବେ ହ୍ୟୁମାନ ସାଗରଙ୍କ ଟିଟଲାଗଡ଼ ବାସଭବନ ଏବେ ଅନୁଷ୍ଠିତ ହୋଇଛି ତାଙ୍କର ଶାନ୍ତି ସଭା, ଯାହାକୁ ବର୍ତ୍ତମାନ ଯୋଗ ଦେଇଛନ୍ତି ଅଭିନେତା ଅନୁପ ମହାନ୍ତି ଆଉ ସାଙ୍ଗରେ ଆଣିଛନ୍ତି ପତ୍ନୀ ଜାଗୃତି ଶୁକ୍ଲାଙ୍କୁ। ତେବେ ଖବର ଆସୁଛି କି ଏଥିରେ ଗୋଟେ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତୁରନ୍ତ ଅଭିନେତା ଅନୁପ ମହାନ୍ତି ଦେଖିବା ପରେ କାନ୍ଦି ପକାଇଥିବାର ସୂଚନା ଅଛି। ସେ ଏକାଠି ଜାଗୃତି ଶୁକ୍ଲାଙ୍କୁ କୁଆଡ଼େ ଦେଖି ସହି ପାରୁନାହାନ୍ତି ଅଭିନେତା ଅନୁପ ମହାନ୍ତିଙ୍କ ସାଙ୍ଗରେ, କାହିଁକି ନା ସେ ପୂର୍ବରୁ ବହୁତ ଭଲ ପାଉଥିଲେ ଅଭିନେତା ଅନୁପ ମହାନ୍ତିଙ୍କୁ। ତେବେ ଏବେ ହ୍ୟୁମାନ ସାଗରଙ୍କ ସ୍ମୃତି ସଭାରେ ଟିଟଲାଗଡ଼ରେ ଗୋଟେ ଅଭିନେତା ଅନୁପ ମହାନ୍ତି ଆଉ ଜାଗୃତି ଦେଖିବା ପରେ ଗୋଟେ କାନ୍ଦି ପକାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଅଭିନେତା ଅନୁପ ମହାନ୍ତି କିଛି ନ କହିଥିବା ବେଳେ ଜାଗୃତି ଶୁକ୍ଲା କିନ୍ତୁ ରାଗି ଯାଇଛନ୍ତି ଆଉ ଦେଖିକରି ଏହାକୁ ଗୋଟେ କାନ୍ଦି ପକାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।